ନମସ୍କାର। ପ୍ରଥମ ଖବର ଉପରେ ନଜର ପକାଇବା। ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ପ୍ରଭାତୀ। ସରକାରଙ୍କର 100 ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅଭିଭାଷଣ। ଶ୍ରୀମନ୍ଦିର ଚାରିଦ୍ୱାର ରତ୍ନଭଣ୍ଡାର ଖୋଲିଲା। ସୁଭଦ୍ରା ସହାୟତା ଦିଆଗଲା। ଶ୍ରୀମନ୍ଦିର ପାଇଁ 500 କୋଟି, ଓଡ଼ିଆ ଅସ୍ମିତା ପାଇଁ 200 କୋଟିର କର୍ପସ୍ ଫଣ୍ଡ। ଏ ସରକାର ବଡ଼ ସଫଳତା। ଲୋକଙ୍କ ସହ ଯୋଡ଼ି ହେବାର ପ୍ରତିବଦ୍ଧତା। 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ମିଳିଛି। ଅନ୍ୟ ମହିଳାଙ୍କୁ ଖୁବ୍ ଶୀଘ୍ର ମିଳିବ। ମୋଦି ଗ୍ୟାରେଣ୍ଟିରେ ଯାହା ଲେଖୁଛୁ ସବୁ ଗୋଟିଏ ଗୋଟିଏ ପୂରଣ କରାଯିବ। ଖବର ଉପରେ ନଜର ପକାଇବା। ମଙ୍କିପକ୍ସ ପାଇଁ ଜାରି ହେଲା ଗାଇଡ଼ଲାଇନ୍। ଡରାଇଲାଣି ମଙ୍କିପକ୍ସ। ଏନେଇ ସବୁ ଜିଲ୍ଲାକୁ ଗାଇଡ଼ଲାଇନ୍ ଜାରି କରାଯାଇଛି। ବିମାନ ବନ୍ଦର ସହ କର୍ତ୍ତୃପକ୍ଷଙ୍କୁ ଗାଇଡ଼ଲାଇନ୍ ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ୍ ରହିଛି, କିନ୍ତୁ ବିଦେଶ ଭ୍ରମଣକାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି। ମଙ୍କିପକ୍ସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୁନା ପରୀକ୍ଷା ପାଇଁ କୁହାଯାଇଛି। ସମସ୍ତ ନମୁନା ଏମ୍ସ ଲାବୋରେଟୋରୀରେ ପଠାଯାଇଛି। ଲକ୍ଷଣ ଦେଖାଗଲେ 21 ଦିନ ପାଇଁ ଆଇସୋଲେସନରେ ରଖାଯିବ। ସେହିପରି ରିପୋର୍ଟ ନେଗେଟିଭ୍ ଆସିଲେ ଛାଡ଼ି ଦିଆଯିବ। ଆଫ୍ରିକାରେ କାୟା ବିସ୍ତାର କରିଥିବା ମଙ୍କିପକ୍ସ ଏବେ 116ଟି ଦେଶରେ ବ୍ୟାପିଲାଣି। ଏ ଖବର ଉପରେ ନଜର ପକାଇବା। ରାଜ୍ୟର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବା ସହିତ କାମ ଆରମ୍ଭ ହେବ। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର 100 ଦିନ ପୂରଣ ହେଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ଏପରି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ 11ଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ତାଳଚେର ଓ କନ୍ଧମାଳରେ ଆଉ 2ଟି ମେଡ଼ିକାଲ କଲେଜ ନିର୍ମାଣ ପାଇପଲାଇନରେ ରହିଛି। ତାହା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହା ସହିତ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ମେଡ଼ିକାଲ କଲେଜ ନିର୍ମାଣ ହେବ। ନଜର ପକାଇବା। ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ଼ଲାଇନ୍। କୋଲକାତାରେ ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ହତ୍ୟା ପରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଓଡ଼ିଶାରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଆଣିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସବୁ ମେଡ଼ିକାଲ କଲେଜରେ ଏଣ୍ଟ୍ରି ଓ ଏକ୍ଜିଟ୍ ପଏଣ୍ଟକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ମେଡ଼ିକାଲ ଷ୍ଟାଫ୍ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଓ ଆଇଡେଣ୍ଟି କାର୍ଡ଼ ବାଧ୍ୟତାମୂଳକ କରାଯିବ। ରୋଗୀଙ୍କ ପାଇଁ ଭିଜିଟିଂ ପାସ୍ ସିଷ୍ଟମ କରାଯିବ। ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ 2ଟି ଏଣ୍ଟ୍ରି ପାସ୍ କରାଯିବ। ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ଭେଟିପାରିବେ। ଆଉଟଡୋର୍ ବାରରେ 24 ଘଣ୍ଟା ପୁରୁଷ ଓ ମହିଳା ସିକ୍ୟୁରିଟି ଗାର୍ଡ ରହିବେ। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଗୋଟିଏ ରାଷ୍ଟ୍ର ଏକକ ନିର୍ବାଚନର ପ୍ରସ୍ତାବକୁ ମୋଦି କ୍ୟାବିନେଟର ମଞ୍ଜୁରୀ। ସୂଚନା ଅନୁସାରେ ସଂସଦର ଆଗାମୀ ଶୀତ ଅଧିବେଶନରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଉପସ୍ଥାପିତ ହେବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚରେ ଲୋକସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ୍ ସମ୍ମୁଖରେ ଏହା ରିପୋର୍ଟ ଉପସ୍ଥାପନା କରିଥିଲା। ମୋଦି 3.0ର 100 ଦିନିଆ କାର୍ଯ୍ୟସୂଚୀରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ରିପୋର୍ଟକୁ କ୍ୟାବିନେଟ୍ ଆଗରେ ସ୍ଥାନିତ କରାଯାଇଛି। ସଂସଦର ଶୀତ ଅଧିବେଶନରେ ବିଲ୍ ଆଣିବେ ବୋଲି ସରକାର କହିଛନ୍ତି। ବିଲ୍ ଆସିଲେ ଦେଶରେ ହେବ ଏକକ ନିର୍ବାଚନ। ତାହା ମୁତାବକ ପ୍ରଥମେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯିବ। ଏହି ଖବର ଉପରେ ନଜର ପକାଇବା। ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ 5 ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀଙ୍କୁ 50,000 ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି। ନିଶ୍ଚିତ ଭାବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କୁ ଏବେ ଆଧାର ସଂଶୋଧନ ଓ ଆଧାର ସହ ଫୋନ୍ ନମ୍ବର ସଂଯୋଗ କରିବା ପାଇଁ ପଡ଼ୁଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ଆଧାର ସଂଶୋଧନ ଏବଂ ଫୋନ୍ ନମ୍ବର ସଂଯୋଗ ପାଇଁ ଝରିଗାଁ ବ୍ଲକ ସଦର ମହକୁମାର ଜନସେବା କେନ୍ଦ୍ରଗୁଡ଼ିକରେ ମହିଳାମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏପରି ବ୍ୟାଙ୍କରେ KYC ପାଇଁ ମହିଳା ଗ୍ରାହକମାନେ ଭିଡ଼ ଲଗାଉଛନ୍ତି। ଆମେ ଖବର ଉପରେ ନଜର ପକାଇବା। 22 ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣି ଥରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହାର ପ୍ରଭାବରେ 24 ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି। ପୁଣି ଲଗାଣ ବର୍ଷା ହେବା ଦ୍ୱାରା ବାଲେଶ୍ୱର ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର 101ଟି ଗାଁ 2035 ଜଣ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଫସି ରହିଥିବା 1603 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 334ଟି ଘର କ୍ଷତିଗ୍ରସ୍ତ ହୋଇଛି। ଖବର ଉପରେ ନଜର ପକାଇବା। ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି। କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ
ସହାୟକ ମୂଲ୍ୟ ଲାଗୁ ଓ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାର ସରଳୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ 1 କୋଟି ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସୁବିଧା ପାଇଁ ମଣ୍ଡିରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ସଂଗୃହୀତ ଧାନକୁ ସୁରକ୍ଷିତ ରଖିବା ନିମନ୍ତେ ପର୍ଯ୍ୟାପ୍ତ ଗୋଦାମ ଗୃହ ନିର୍ମାଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ ଦେଇଥିଲେ। ଖବର ଉପରେ ନଜର ପକାଇବା NPSରେ ପିଲାଙ୍କୁ ମିଳିବ ପେନ୍ସନ୍। ପିଲାମାନଙ୍କର ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ ଏବଂ ନିରାପଦ କରିବା ପାଇଁ ମୋଦି ସରକାର NPS ବାତ୍ସଲ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ପିଲାମାନେ ସର୍ବନିମ୍ନ 1,000 ଟଙ୍କା ବିନିଯୋଗ ସହିତ ପେନ୍ସନ୍ ମଧ୍ୟ ପାଇବେ। କେନ୍ଦ୍ର ବଜେଟ୍ 2025 ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ 18 ନଭେମ୍ବରରେ ନୂଆଦିଲ୍ଲୀରେ NPS ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହେବେ। ଖବର ଉପରେ ନଜର ପକାଇବା ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଖୁବ୍ ଶୀଘ୍ର ମିଳିବ ଆୟୁଷ୍ମାନ ଗୋପବନ୍ଧୁ ସ୍କିମ୍। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ସହ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାଦ୍ୱାରା ରାଜ୍ୟ ଭିତରେ ଓ ବାହାରେ ଏହି ସୁବିଧା ଉପଲବ୍ଧ ହେବ। 27,000 ହସ୍ପିଟାଲରେ ମିଳିବ ଏହି ସହାୟତା। ସରକାରଙ୍କ 100 ଦିନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ଏହି ଯୋଜନାରେ ମିଶିଲେ ହିତାଧିକାରୀଙ୍କୁ କ'ଣ ଅଧିକ ସହାୟତା ମିଳିପାରିବ। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଖୁବ୍ ଶୀଘ୍ର ମିଶ୍ରଣ ହେବ। ବିଜେପି ସରକାରର 100 ଦିନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣରୁ ଏହାର ସୃଷ୍ଟି ହୋଇଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଜରିଆରେ ଓଡ଼ିଶାର ଲୋକେ ରାଜ୍ୟ ଭିତରେ ଓ ବାହାରେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।